ये जो वैज्ञानिक पद्धति जो माछ चाष जो पद्धति थी जो आप शिक्षा दे से ऊपर कहते सर ମାଛ ଚାଷ ଗୋଟେ ବହୁତ ବୈଷୟିକ ଯୁକ୍ତ ଚାଷ। ଏଥିରେ ବହୁତ ଗୁଡ଼ିଏ ଟ୍ରେନିଂର ଆବଶ୍ୟକ ଅଛି, ବହୁତ ଗୁଡ଼ିଏ ଜ୍ଞାନ କୌଶଳ ଆବଶ୍ୟକ ଅଛି। ସେ ଜ୍ଞାନ କୌଶଳ ଗ୍ୟାପ୍ ଯେନ୍ଟା ରହୁଛି ଚାଷୀ ଭିତରେ ଆଉ ବୈଜ୍ଞାନିକ ଭିତରେ, ସେ ଗ୍ୟାପ୍ଟା ଯଦି ଆମେ ଫିଲ୍ କରିପାରମା ତ ସେମାନେ ବହୁତ ଲାଭବାନ ହେବେ। ସେଥିଲାଗି ଆମେ ଗୋଟେ ପ୍ରୟାସ କରିଛୁ ICAR ସେଠା ତରଫରୁ, ଯେନ୍ଟା ଭାରତର ଗୋଟେ ପ୍ରମୁଖ ମାଛ ଗବେଷଣା କେନ୍ଦ୍ର। ସେନୁ ଆମର ଚାଷୀମାନେ କେନ୍ତା ଉନ୍ନତି କରିପାରିବେ, ଜ୍ଞାନଟା କେନ୍ତା ପାଇପାରିବେ, ଯେନ୍ ଜ୍ଞାନର ଯୋଗୁଁ ସେମାନେ ଲାଭବାନ ହେଇପାରିବେ, ତା ଉପରେ ଏଇଟା ଗୋଟେ 2 ଦିନିଆ ଆମର ଟ୍ରେନିଂ ପ୍ରୋଗ୍ରାମ୍ କରାହେଉଛି। ଆଉ ଏଇନେ ଯେମାନେ ସକ୍ସେସ୍ ହେଇଛନ୍ ଆଉ ଯେମାନେ ସକ୍ସେସ୍ ହେବା ଲାଗି ଚାହୁଁଛନ୍ ସେମାନଙ୍କୁ ମିଶିକରି ଗୋଟେ ଆମେ ଡିସ୍କସନ୍ ବି କରୁଛୁ ଯେ ଆଗକେ ଆମେ କେନ୍ତା ତାକେ ବଢ଼େଇ ପାରମା, ଯେନ୍ ସକ୍ସେସ୍ ଷ୍ଟୋରି ଯେନ୍ଟା ଅଛେ ସେଟା ଆଉ କେନ୍ତା ରେପ୍ଲିକେଟ୍ ହେଇପାରବା, ଆଉ କେନ୍ତା କରି ଆମେ ନୂଆ ନୂଆ ଚାଷୀମାନଙ୍କୁ ସେ ଜ୍ଞାନ କୌଶଳ ଦେଇକରି ବୈଜ୍ଞାନିକ ପଦ୍ଧତିରେ କରିକି ଲାଭବାନ ହେଇପାରିବେ। ତା ଉପରେ ଏଇଟା ଆମେ ଗୋଟେ 2 ଦିନିଆ ଟ୍ରେନିଂ ପ୍ରୋଗ୍ରାମ୍ର କରାହେଇଛି। ଆଉ ଗୋଟେ ଆଗକେ ବି ଆମେ କଣ୍ଟିନ୍ୟୁ କରିବୁ, ଆଉ ଚାଷୀମାନଙ୍କୁ ସେଇ ପ୍ରକାର ଜ୍ଞାନ କୌଶଳ ଦେବୁ, ଆଉ ସକ୍ସେସଫୁଲ୍ ଚାଷୀମାନଙ୍କ ସହ ଇଣ୍ଟରାକ୍ସନ୍ କରାବୁ, କିନ୍ତୁ ଭବିଷ୍ୟତରେ ସେମାନେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିପାରିବେ ଆଉ ଲାଭବାନ ହେଇପାରିବେ।